ଯଦି ଆପଣ ଆତ ସ୍ୱପ୍ନ ଦେଖୁଛନ୍ତି ତେବେ ଏହା ମଙ୍ଗଳ ହୁଏ। ଭଣ୍ଡାର ଘରେ ଆସ୍ତେ ଆସ୍ତେ ଧନଧାନ ପୂରଣ ହୁଏ ଏବଂ ଯେକୌଣସି ମାଙ୍ଗଳିକ କାର୍ଯ୍ୟ ପୂରଣ ହେବା ସହିତ ବହୁ ଫଳ ପ୍ରାପ୍ତ ହୋଇଥାଏ। ନମସ୍କାର ପ୍ରିୟ ଦର୍ଶକ ବନ୍ଧୁ, ମୁଁ ଆପଣ ମାନଙ୍କର ଜ୍ୟୋତିଷ ବନ୍ଧୁ ଯଜାତି କେଶରୀ ଦାସ ସବୁଦିନ ଭଳି ଆଜି ବି ନେଇ ଆସିଛି 31 ଜୁଲାଇ 2026 ର ଦୈନିକ ରାଶିଫଳ। ତେବେ ଆଜି ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା ପୂର୍ବରୁ ସର୍ବପ୍ରଥମେ ସେହି ଭଗବାନ ବିଷ୍ଣୁଙ୍କୁ ସ୍ମରଣ କରିନେବା। ଓಂ ନମ ବିଷ୍ଣବେ ପ୍ରଭ ବିଷ୍ଣବେ। ତତ୍ସହିତ ଆଜି ବାରର ସ୍ୱାମୀ ଯାହାକି ଶୁକ୍ରାଚାର୍ଯ୍ୟଙ୍କୁ ପ୍ରଣାମ କରି ଆଜିର ରାଶିଫଳ କାର୍ଯ୍ୟକ୍ରମ ଆରମ୍ଭ କରିବା। ତେବେ ଆଜି ଯେଉଁମାନଙ୍କର ଜନ୍ମଦିନ ସେମାନଙ୍କୁ ହାର୍ଦ୍ଦିକ ଅଭିନନ୍ଦନ। ତତ୍ସହିତ ଭଗବାନ ବିଷ୍ଣୁଙ୍କ କୃପାରୁ ଆପଣଙ୍କ ଜୀବନ ସୁଖମୟ ପରିବେଶରେ କଟୁ। ତେବେ ଆଜି ଯେଉଁମାନଙ୍କର ବିବାହ ବାର୍ଷିକ ଉତ୍ସବ ସେମାନଙ୍କର ଶିବ ପାର୍ବତୀ ଭଳି ଯୋଡ଼ି ସଦାବେଳେ ରହିଥାଉ। ଆଜିର ପଞ୍ଚାଙ୍ଗ ଆଜି 2026 ଜୁଲାଇ ମାସ 31 ତାରିଖ ଓଡ଼ିଆ ଶ୍ରାବଣ ମାସ 15 ଦିନ ଶୁକ୍ରବାର କୃଷ୍ଣ ପକ୍ଷ ଦ୍ୱିତୀୟା ତିଥି ଯାହା ରାତ୍ରି 9:12 ପର୍ଯ୍ୟନ୍ତ ରହୁଛି। ତାପରେ ତୃତୀୟା ତିଥି ଆରମ୍ଭ ହେଉଛି। ଆଜି ଧନିଷ୍ଠା ନକ୍ଷତ୍ର ଯାହା ସନ୍ଧ୍ୟା 6:55 ପର୍ଯ୍ୟନ୍ତ ରହୁଛି। ତାପରେ ଶତଭିଷା ନକ୍ଷତ୍ର ଆରମ୍ଭ ହେଉଛି। ଆଜି ମକର ରାଶିରେ ଚନ୍ଦ୍ର ଯାହାକି ଦିବା 6:10 ପର୍ଯ୍ୟନ୍ତ ରହୁଛି। ତାପରେ ଚନ୍ଦ୍ର ଯାହାକି କୁମ୍ଭ ରାଶିରେ ଅବସ୍ଥାପନ କରିବେ। ଆଜି ସୂର୍ଯ୍ୟ ଉଦୟ ହେଉଛନ୍ତି ଯାହା ପ୍ରାପ୍ତ 5:19 ସେହିଭଳି ସୂର୍ଯ୍ୟ ଅସ୍ତ ହେଉଛନ୍ତି ଅପରାହ୍ନ 6:22। ଆଜି ଯୁଗ୍ନି ରହିଛି ଉତ୍ତର ଦିଗେ ରାତ୍ରି 9:12 ପରେ ଯୁଗ୍ନି ଅଗ୍ନିକୋଣରେ ରହିବ। ଆଜି ଘାତ ଚନ୍ଦ୍ର ରହିଛି ସିଂହ ରାଶି ବ୍ୟକ୍ତିଙ୍କର ଯାହା ଦିବା 6:10 ପର୍ଯ୍ୟନ୍ତ। ତାପରେ ଘାତ ଚନ୍ଦ୍ର ରହିବ ମିଥୁନ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ଘାତ ବାର ରହିଛି ବିଛା ରାଶି ବ୍ୟକ୍ତି, ଧନୁ ରାଶି ବ୍ୟକ୍ତି ଏବଂ ମୀନ ରାଶି ବ୍ୟକ୍ତିଙ୍କର। ଆଜି ମୃତ ବ୍ୟକ୍ତିର ରାତ୍ରି 9:12 ମଧ୍ୟ ରହିଛି ଏକପାଦ ପୁଷ୍କର ଦୋଷ ଫଳ ରହୁଛି ପଶୁହାନି। ଆଜି ଦ୍ୱିତୀୟାରେ ଶ୍ରାଦ୍ଧ ନିଷିଦ୍ଧ ଖାଦ୍ୟ ରହିଛି ବୋଇତ କଖାରୁ ତତ୍ସହିତ ପୁଟୁଳ ଭୋଜନ ନିଷେଧ ରହିଛି। ଆଜି ଶୁଭ କାର୍ଯ୍ୟ ଗୁଡ଼ିକ କରିପାରିବେ ନାମକରଣ, ନିଷ୍କ୍ରାମଣ, ପୁରାତନ ଗ୍ରହ ପ୍ରବେଶ, ପୁଣ୍ୟ ଆରମ୍ଭ, ନାଟ୍ୟ ଆରମ୍ଭ, ଔଷଧୀକରଣ ଓ ଆରୋଗ୍ୟ ସ୍ନାନ, ହଳ ପ୍ରବାହ, ବୀର୍ଯ୍ୟରୋପଣ, ବୃକ୍ଷରୋପଣ, ଧାନ ରୋପଣ, ଧାନ ସ୍ଥାପନ, ରଣଗ୍ରହଣ ଓ ଦାନ, ଅଳଙ୍କାର ଧାରଣ, ସାଧ୍ୟ ଭକ୍ଷଣ ଏବଂ ରାତ୍ରିରେ ଗର୍ଭଧାରଣ କରିପାରିବେ। ଆଜିର ଅଶୁଭ ବେଳା ଯାହା ଦିବା 8 ଠାରୁ ଦିବା 11:12 ମଧ୍ୟ ରହିଛି ବାର ବେଳା, କାଳ ବେଳା ଏବଂ ରାହୁ କାଳ। ସେହିଭଳି ରାତ୍ରି 9:07 ରାତ୍ରି 10:33 ମଧ୍ୟ ରହିଛି କାଳରାତ୍ରି। ତେଣୁ ଏହି ଅଶୁଭ ସମୟରେ କୌଣସି ଶୁଭ କାର୍ଯ୍ୟ କରନ୍ତୁ ନାହିଁ। ଆଜିର ଶୁଭ ବେଳା ଯାହା ପ୍ରାପ୍ତରୁ ଦିବା 7:08 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 1:09 ଦିବା 2:51 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଦିବା 3:06 ଦିବା 4 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 7:07 ରାତ୍ରି 8:56 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 10:57 ରାତ୍ରି 11:37 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ରାତ୍ରି 3:24 ରାତ୍ରି 3:47 ମଧ୍ୟ ରହିଛି ଶୁଭ ବେଳା। ସେହିଭଳି ଶେଷ ରାତ୍ରି 4:07 ଶେଷ ରାତ୍ରି 5:19 ମଧ୍ୟ ରହିଛି ଶୁଭ ବେଳା। ତେଣୁ ଏହି ସମୟରେ ଯେକୌଣସି ଶୁଭ କାର୍ଯ୍ୟ କରିପାରିବେ। ପ୍ରଥମେ ଚାଲନ୍ତୁ ଜାଣିବା ମେଷ ରାଶି ବ୍ୟକ୍ତିଙ୍କ ବିଷୟରେ। ମେଷ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସିଦ୍ଧି ଯୋଗ ରହିଛି ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରିବେ ଏବଂ ଦୈନନ୍ଦିନ କାର୍ଯ୍ୟ ଗୁଡିକ ଆଜି ଆଗକୁ ବଢିବାର ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ଗ୍ରହମାନେ। ଆଜି ମେଷ ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟ କରୁଥିଲା ବେଳେ ନିଶ୍ଚିତ ଆପଣଙ୍କୁ କାର୍ଯ୍ୟରେ ସାହାଯ୍ୟ ମିଳିବା ସହିତ ଆପଣଙ୍କର କାର୍ଯ୍ୟକୌଶଳ ଦୃଷ୍ଟି ଆକର୍ଷଣ ହୋଇପାରେ। ତେବେ ମେଷ ରାଶି ବ୍ୟକ୍ତି ଆଜି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତିମାନଙ୍କ ପାଇଁ ଉତ୍ସାହ ଆନନ୍ଦ ପ୍ରତିଫଳନ ହୋଇପାରେ। ତେବେ କେତେକାଂଶରେ ମଧ୍ୟ କିଛି ଯାହାକି କଳହ ବା ମନାନ୍ତର ଯୁଗ ରହୁଛି। ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି। ତତ୍ସହିତ ମେଷ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ
ଆପଣଙ୍କର ସ୍ୱାସ୍ଥ୍ୟ କିଛି ମାତ୍ରାରେ ଅସ୍ଥିରତା ଦେଖା ଦେଇପାରେ। ତେଣୁ ନିଶ୍ଚିତ ଟିକେ ସ୍ୱାସ୍ଥ୍ୟ ପ୍ରତି ସଚେତନ ରହିଲେ ଆପଣଙ୍କ ପାଇଁ ଭଲ ହେବ। ଆଜି ମେଷ ରାଶି ବ୍ୟକ୍ତି ଯଦି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି, କାର୍ଯ୍ୟରେ ଆପଣ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ଯୋଗ ରହୁଛି। ଆଜି ମେଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବୃଷ ରାଶି ବ୍ୟକ୍ତିଙ୍କ ବିଷୟରେ। ବୃଷ ରାଶି ବ୍ୟକ୍ତିଙ୍କର ଆଜି ଭାଗ୍ୟ ଗ୍ରହ ସମ୍ପୂର୍ଣ୍ଣ ଶୁଭ ଯୋଗ ପରିସ୍ଥିତିରେ ଥିବାରୁ ଆଜି ଯେକୌଣସି କାର୍ଯ୍ୟ କରିବେ ସେ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ବୃଷ ରାଶି ବ୍ୟକ୍ତିଙ୍କର ସମ୍ପୂର୍ଣ୍ଣ ହେବାର ଯୋଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣଙ୍କର ପ୍ରତିଭା ପରିପ୍ରକାଶ ହେବା ସହିତ ଅତି କ୍ଷଣ ସମୟରେ କାର୍ଯ୍ୟ ସମ୍ପୂର୍ଣ୍ଣ କରିବାର ଯୋଗ ବନଉଛି। ଆଜି ବୃଷ ରାଶି ବ୍ୟକ୍ତି ଯୋଉମାନେ ଚାକିରି ସମ୍ବନ୍ଧରେ ଜଡିତ କାର୍ଯ୍ୟ କରୁଛନ୍ତି, ଆପଣଙ୍କର କାର୍ଯ୍ୟରେ ସମସ୍ତେ ସହଯୋଗ କରିବା ସହିତ ବନ୍ଧୁ ବର୍ଗ ପରିବାର ବର୍ଗ ସହଯୋଗୀ ତତ୍ସହିତ ଉପରସ୍ଥ ଅଫିସର ମଧ୍ୟ ଆପଣଙ୍କୁ ସାହାଯ୍ୟ କରିବାର ଯୋଗ ବନଉଛି ଏବଂ ଆପଣଙ୍କର କାର୍ଯ୍ୟକୌଶଳ ଦେଖି ପ୍ରଶଂସା ମଧ୍ୟ କରିପାରନ୍ତି ଉପରସ୍ଥ କର୍ମଚାରୀ। ଆଜି ବୃଷ ରାଶି ବ୍ୟକ୍ତି ଇଣ୍ଟରଭ୍ୟୁ ଏକ୍ଜାମ ଯଦି ଥିବ ସେଥିରେ ଆପଣ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୋଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଭାଗ୍ୟ ଯାହାକି ଉତ୍ତମ ଯୋଗ ବନଉଛି। ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନଙ୍କ ପାଇଁ ଆଜି ସମ୍ପୂର୍ଣ୍ଣ ଏକ ଶୁଭ ଯୋଗ ରହୁଛି ଯାହାକି ନିଜର ଦବଦବା ବଢିପାରେ। ତେବେ ବୃଷ ରାଶି ବ୍ୟକ୍ତି ଆଜି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ଆଜି ମଧୁର ବାର୍ତ୍ତାଳାପ କରିବାର ପୂର୍ଣ୍ଣ ସୁଯୋଗ ରହୁଛି। ଆଜି ବୃଷ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ ପାଇଁ ଆପଣ ଦୂରଯାତ୍ରା ଯଦି କରୁଛନ୍ତି ସେ କାର୍ଯ୍ୟରେ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୋଗ ବନଉଛି। ଆଜି ବୃଷ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ ବାଇଗଣୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମିଥୁନ ରାଶି ବ୍ୟକ୍ତିଙ୍କ ବିଷୟରେ। ମିଥୁନ ରାଶି ବ୍ୟକ୍ତିଙ୍କର ଆଜି ପ୍ରତ୍ୟେକ କାର୍ଯ୍ୟ ଅତି ଭୟଯୁକ୍ତ କରି କାର୍ଯ୍ୟ କରିପାରନ୍ତି। ମାନସିକ ସ୍ଥିତି ଆପଣଙ୍କ ଅନେକ କ୍ଷେତ୍ରରେ ଅସ୍ଥିର ଦେଖା ଦେଇପାରେ। ଆପଣଙ୍କର ଦୈନନ୍ଦିନ କାର୍ଯ୍ୟ ଗୁଡିକ ସମୟ ଅନୁସାରେ ନ ହୋଇପାରେ, ବିଳମ୍ବ ଯୁକ୍ତ ହୋଇପାରେ। ତତ୍ସହିତ ମିଥୁନ ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟ କ୍ଷେତ୍ରରେ କାର୍ଯ୍ୟ ତ୍ରୁଟି ହବାର ଚାନ୍ସ ରହୁଛି ଏବଂ ସହଯୋଗ ମିଳିବା ନିଜର କାର୍ଯ୍ୟରେ ଅନେକ ବିରୁଦ୍ଧ ଆବାସ ଆସିପାରେ। ତତ୍ସହିତ ଆଜି ଯାହାକି ମିଥୁନ ରାଶି ବ୍ୟକ୍ତି ଆପଣଙ୍କର ଭାଗ୍ୟ ଗ୍ରହ ନିମ୍ନଗାମୀ ରହୁଛି, ତେଣୁ ଅଫିସର ଆପଣଙ୍କ ଉପରେ ବିରକ୍ତ ଭାବ ପରିପ୍ରକାଶ କରିପାରନ୍ତି। ଏହା ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। କାର୍ଯ୍ୟ ପ୍ରତି ସଦାବେଳେ ସଚେତନ ରହିବା ସହିତ କାର୍ଯ୍ୟ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରନ୍ତୁ। ବେପାର ବାଣିଜ୍ୟ କ୍ଷେତ୍ରରେ ଆପଣ କୌଣସି ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ଆଜି ବେପାର ବାଣିଜ୍ୟରେ ମଧ୍ୟ ଆପଣ ଯାହାକି ଲସ୍ କରିବାର ଚାନ୍ସ ରହୁଛି, ତେଣୁ ନିଶ୍ଚିତ ଏହା ପ୍ରତି ସଚେତନ ରୁହନ୍ତୁ। ତେବେ ନୂତନ ବେପାର ବାଣିଜ୍ୟ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ ମିଥୁନ ରାଶି ବ୍ୟକ୍ତି। ଆଜି ମିଥୁନ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା କିଛି ମାତ୍ରାରେ ଅନେକ ବିଚଳିତ କରିପାରେ। ତେଣୁ ନିଶ୍ଚିତ ନିଜର ସ୍ୱାସ୍ଥ୍ୟ ପ୍ରତି ସଚେତନ ରୁହନ୍ତୁ। ଯଦି ପୂର୍ବରୁ ସମସ୍ୟା ଥିବ ଆପଣ ଆଜି ଜଗି ରଖି ରୁହନ୍ତୁ। ଆଜି ମିଥୁନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଆପଣ ନାଲି ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି ଯାହାକି 98% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା କର୍କଟ ରାଶି ବ୍ୟକ୍ତିଙ୍କ ବିଷୟରେ। କର୍କଟ ରାଶି ବ୍ୟକ୍ତି ଆଜି ପ୍ରତ୍ୟେକ କାର୍ଯ୍ୟ କରୁଥିଲା ବେଳେ ଟିକେ ସାବଧାନ ରୁହନ୍ତୁ। ଆଜି କାର୍ଯ୍ୟରେ ଅନେକ ଚାପ ବଢିପାରେ। ଦୈନନ୍ଦିନ କାର୍ଯ୍ୟରେ ଆପଣ ଠିକ ସେ ନ କରିପାରନ୍ତି, ତେଣୁ ଏହା ପ୍ରତି ସଚେତନ ରହିବା ସହିତ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କର କଳହ ଯୁକ୍ତିତର୍କ ହବାର ଚାନ୍ସ ରହୁଛି। ତେବେ ଆଜି କର୍କଟ ରାଶି ବ୍ୟକ୍ତି ଯଦି କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ସେ କାର୍ଯ୍ୟରେ ଆପଣ ଅନେକ ପ୍ରକାର ବାଧା ସୃଷ୍ଟି ହୋଇପାରେ ଏବଂ ଆପଣଙ୍କୁ ବହୁତ କଷ୍ଟ ସହିବାକୁ ପଡିପାରେ। ଆଜି କର୍କଟ ରାଶି ବ୍ୟକ୍ତି ଚାକିରି ସମ୍ବନ୍ଧରେ କାର୍ଯ୍ୟ ଗୁଡିକ ଆପଣଙ୍କୁ ହତାଶ କରିପାରେ। କାର୍ଯ୍ୟ ଚାପ ବୃଦ୍ଧି ହବାର ଚାନ୍ସ ରହୁଛି, ତେଣୁ ନିଜର କାର୍ଯ୍ୟ ପ୍ରତି ସଚେତନ ରୁହନ୍ତୁ। କାର୍ଯ୍ୟ କରିବା ପୂର୍ବରୁ ପ୍ରଥମେ ଯୋଜନା ପ୍ରସ୍ତୁତ କରି କର୍କଟ ରାଶି ବ୍ୟକ୍ତି କାର୍ଯ୍ୟ କରନ୍ତୁ। ଦେଖିବ କିଛି ମାତ୍ରାରେ ଆପଣଙ୍କର କଷ୍ଟ ଯାହାକି ଲାଘବ ହୋଇପାରେ।
ବେପାର ବାଣିଜ୍ୟରେ ଆପଣ ଅନେକ ପ୍ରକାର ବାଧା ଆସିପାରେ ବରଂ କ୍ଷତି ସହିବାର ଚାନ୍ସ ରହୁଛି। ତେଣୁ କୌଣସି ବେପାର ବାଣିଜ୍ୟ କ୍ଷେତ୍ରରେ ରିସ୍କଫୁଲ ବେପାର ବାଣିଜ୍ୟ କରନ୍ତୁ ନାହିଁ। ତେବେ ଯୋଉମାନେ ଦୈନନ୍ଦିନ ବେପାର ବାଣିଜ୍ୟ କରୁଛନ୍ତି ଟିକେ ହାତେ ମାପି ଚାଖଣ୍ଡେ ହିସାବରେ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ କର୍କଟ ରାଶି ବ୍ୟକ୍ତି ନୂତନ ବେପାର ବାଣିଜ୍ୟ କିଛି ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ। ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ଆଜି ସ୍ୱାସ୍ଥ୍ୟ ଅନେକ ପ୍ରକାର ଖରାପ ହବାର ଚାନ୍ସ ରହୁଛି। ଯଦି ପୂର୍ବରୁ ଆପଣଙ୍କର ସ୍ୱାସ୍ଥ୍ୟ ସମସ୍ୟା ଥିବ ତେବେ ନିଶ୍ଚିତ ସାବଧାନ ସହିତ ଖାଦ୍ୟ ପେୟ ପ୍ରତି ନିଶ୍ଚିତ ସଚେତନ ରୁହନ୍ତୁ। ଆଜି କର୍କଟ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 2। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ସିଂହ ରାଶି ବ୍ୟକ୍ତିଙ୍କ ବିଷୟରେ। ସିଂହ ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟ କ୍ଷେତ୍ରରେ ଆପଣଙ୍କୁ ଆଗକୁ ବଢିବା ସହିତ ଆପଣଙ୍କର ମାନ ସମ୍ମାନ ପ୍ରତିଷ୍ଠା ଲାଭ କରିବାର ସମ୍ପୂର୍ଣ୍ଣ ଯୋଗ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି କମ୍ପିଟିସନ କ୍ଷେତ୍ରରେ ଯଦି ଭାଗ ନେଉଛନ୍ତି ସେଥିରେ ବିଜୟ ହବାର ସମ୍ପୂର୍ଣ୍ଣ ଗ୍ରହ ମାନେ ଆପଣଙ୍କୁ ସାଥ ଦେଉଛନ୍ତି। ତେବେ ସିଂହ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆଗକୁ ବଢିବା ସହିତ କାର୍ଯ୍ୟ କୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିବାର ସମ୍ପୂର୍ଣ୍ଣ ଯୋଗ ରହୁଛି। ତେବେ ଆଜି ଆପଣ ପ୍ରତ୍ୟେକ କାର୍ଯ୍ୟକୁ କ୍ଷଣ ସମୟରେ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ସିଂହ ରାଶି ବ୍ୟକ୍ତି ଆପଣ ଅଫିସ ଜନିତ କାର୍ଯ୍ୟ କ୍ଷେତ୍ରରେ କିଛି ନୂତନ କାର୍ଯ୍ୟରେ ଭାଗ ନେଇପାରନ୍ତି। ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଯଦି ଇଣ୍ଟରଭ୍ୟୁ ଏକ୍ସାମ ଥିବ ସେଥିରେ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିବାର ପୂର୍ଣ୍ଣ ଯୋଗ ରହୁଛି। ଆଜି ସିଂହ ରାଶି ବ୍ୟକ୍ତି ଯାହାକି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି ମଧୁର ବାର୍ତ୍ତାଳାପ କରିବାର ଶୁଭ ଯୋଗ ରହୁଛି। ତତ୍ସହିତ ଆଜି ଯଦି କୌଣସି ବିବାହ ବା ମାଙ୍ଗଳିକ କଥାବାର୍ତ୍ତା କରିବା ପାଇଁ ଆଲୋଚନା ରଖୁଛନ୍ତି ତାହା ଆପଣଙ୍କ ପାଇଁ ଲାଭଦାୟକ ହୋଇପାରେ। ଆଜି ଯାହାକି ସିଂହ ରାଶି ବ୍ୟକ୍ତିଙ୍କର ପ୍ରେମ ଦୁନିଆରେ ମଧୁର ବାର୍ତ୍ତାଳାପ ସହିତ ନୂତନ ବାର୍ତ୍ତାଳାପ ପାଇଁ ଉତ୍ତମ ଯୋଗ ରହିବା ସହିତ ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ ଉତ୍ତମ ସମ୍ପର୍କ ରହିବାର ସମ୍ପୂର୍ଣ୍ଣ ଗ୍ରହ ମାନେ ଆପଣଙ୍କୁ ସହଯୋଗ କରୁଛନ୍ତି। ସିଂହ ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ। ତେବେ ସିଂହ ରାଶି ବ୍ୟକ୍ତି ଯଦି କୌଣସି କାର୍ଯ୍ୟ ଦୂରଯାତ୍ରା କରିବା ପାଇଁ ଯାଉଛନ୍ତି ସେ କାର୍ଯ୍ୟରେ ନିଶ୍ଚିତ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୋଗ ବନଉଛି। ଆଜି ସିଂହ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 9। ଭାଗ୍ୟ ରଙ୍ଗ ଆପଣ ହଳଦିଆ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କନ୍ୟା ରାଶି ବ୍ୟକ୍ତିଙ୍କ ବିଷୟରେ। କନ୍ୟା ରାଶି ବ୍ୟକ୍ତି ଆଜି ସମସ୍ତ କାର୍ଯ୍ୟରେ ଆପଣ ସଫଳତା ପାଇବା ସହିତ ମନ ସଦାବେଳେ ପ୍ରସନ୍ନ ରହିବାର ପୂର୍ଣ୍ଣ ଯୋଗ ରହୁଛି। ଦୈନନ୍ଦିନ କାର୍ଯ୍ୟ ଆଗକୁ ବଢିବା ସହିତ ନୂତନ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହ ମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି, ଯାହା କନ୍ୟା ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଦୈନନ୍ଦିନ କାର୍ଯ୍ୟରେ ଆଗକୁ ବଢିବା ସହିତ ଅଫିସ ଜନିତ କାର୍ଯ୍ୟ କରୁଥିଲେ ଆପଣଙ୍କର କାର୍ଯ୍ୟ ଆଜି ସହଯୋଗ ମିଳିବା ସହିତ ଆପଣଙ୍କର କାର୍ଯ୍ୟ କୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଯାହାକି ଆପଣ ଆଶା ଠାରୁ କିଛି ମାତ୍ରାରେ ଲାଭ ଅଧିକ କରିପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ନେବା ପାଇଁ ଗ୍ରହ ମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି କନ୍ୟା ରାଶି ବ୍ୟକ୍ତି ଅର୍ଥ ମଧ୍ୟ ସଞ୍ଚୟ କରିବାର ଯୋଗ ବନଉଛି। ଆଜି କନ୍ୟା ରାଶି ବ୍ୟକ୍ତି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ କିଛି ସମସ୍ୟା ରହିବ ନାହିଁ। ଯଦି ପୂର୍ବରୁ ସ୍ୱାସ୍ଥ୍ୟ କିଛି ସମସ୍ୟା ଥିବ ଆଜି ସମାଧାନ ହବାର ଚାନ୍ସ ଯୋଗ ବନଉଛି। ତେବେ କନ୍ୟା ରାଶି ବ୍ୟକ୍ତି ଆଜି ଦୂରଯାତ୍ରା ଯଦି କୌଣସି କାର୍ଯ୍ୟ ପାଇଁ ଯାଉଛନ୍ତି ତେବେ ଆପଣଙ୍କର ଆଶା ଅନୁସାରେ ନିଜର କାର୍ଯ୍ୟ ସଫଳ ପ୍ରାପ୍ତ କରିପାରନ୍ତି। ଆଜି କନ୍ୟା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ସବୁଜ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 80% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ତୁଳା ରାଶି ବ୍ୟକ୍ତିଙ୍କ ବିଷୟରେ। ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର ମାନସିକ ଚାପ ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ, ତେଣୁ ଦୈନନ୍ଦିନ କାର୍ଯ୍ୟ ପ୍ରତି ନିଶ୍ଚିତ ସଚେତନ ରହିବା ସହିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ନିଜକୁ ଦୂରତା ଅବଲମ୍ବନ ନିହାତି ଆବଶ୍ୟକତା ରହିଛି। ଆଜି ତୁଳା ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟରେ ଆପଣ କିଛି ହତାଶ ହୋଇପାରନ୍ତି, କାର୍ଯ୍ୟରେ ଅସହଯୋଗ କରିପାରନ୍ତି। ସହକର୍ମୀ ପରିବାର ବର୍ଗ କିମ୍ବା ଉପରସ୍ଥ ଅଫିସର ଯାହା ପାଇଁ
ଆପଣ ମାନସିକ ଚିନ୍ତା ବୃଦ୍ଧି ହବାର ଚାନ୍ସ ରହୁଛି। ତେବେ ତୁଳା ରାଶି ବ୍ୟକ୍ତି ଆପଣଙ୍କର କାର୍ଯ୍ୟ ତ୍ରୁଟି, ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ଆଜି ତୁଳା ରାଶି ବ୍ୟକ୍ତି ପରିବାର ବର୍ଗ ଏବଂ ଆପଣଙ୍କର ବନ୍ଧୁ ବର୍ଗଙ୍କ ସହିତ କିଛି ନିଜ ଭିତରେ ମନାନ୍ତର ଯୁଗ ବା କୌଣସି ବୈଚାରିକ ମତଭେଦ ଦେଖା ଦେଇପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ତେବେ ତୁଳା ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆପଣ ନିଶ୍ଚିତ ଅନେକ ପ୍ରକାର ଲାଭ ପ୍ରାପ୍ତ କରିବାର ପୂର୍ଣ୍ଣ ଯୁଗ ରହୁଛି, ଯାହାକି ତୁଳା ରାଶି ବ୍ୟକ୍ତି ପୂର୍ବରୁ କରିଥିବା କ୍ଷତି ଆଜି ତାହା ପୂରଣ କରିବାର ଅନେକ ଚାନ୍ସ ରହୁଛି, ଯାହାକି ବେପାର ବାଣିଜ୍ୟ ପାଇଁ ଆଜି ଉତ୍ତମ ଯୁଗ ବନଉଛି। ତେବେ ତୁଳା ରାଶି ବ୍ୟକ୍ତି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ଠାରୁ ଟିକେ ଦୂରତା ଅବଲମ୍ବନ କରନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ତୁଳା ରାଶି ବ୍ୟକ୍ତି ଆଜି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ହାନି ଯୁଗ ରହିବା ସହିତ କୌଣସି କାର୍ଯ୍ୟ ପାଇଁ ଦୂରଯାତ୍ରା କରୁଛନ୍ତି ତାହା ଆପଣଙ୍କ ଅସୁବିଧାରେ ପଡିପାରନ୍ତି, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ରହିଛି। ଆଜି ତୁଳା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 5। ଭାଗ୍ୟ ରଙ୍ଗ ଆପଣ କଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 70% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ବିଛା ରାଶି ବ୍ୟକ୍ତିଙ୍କ ବିଷୟରେ। ବିଛା ରାଶି ବ୍ୟକ୍ତି ଆଜି ଯାହାକି ନିଜର କାର୍ଯ୍ୟ ପ୍ରତି ଟିକେ ମାନସିକ ଚାପ ବୃଦ୍ଧି ହୋଇପାରେ, ଅଶାନ୍ତି ପରିବେଶ ସୃଷ୍ଟି ହୋଇପାରେ। ଆଜି ବିଛା ରାଶି ବ୍ୟକ୍ତି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରିବା ସହିତ ମନକୁ ସ୍ଥିରତା ରଖନ୍ତୁ। କୌଣସି କାର୍ଯ୍ୟ କରୁଥିଲା ବେଳେ ସମସ୍ତ କାର୍ଯ୍ୟକୁ ଦୁଇଥର ଭାବି କାର୍ଯ୍ୟ କରନ୍ତୁ, ନହେଲେ କାର୍ଯ୍ୟର ତ୍ରୁଟି ହେବା ସହିତ କାର୍ଯ୍ୟ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି କରିବା ସହିତ ଆପଣଙ୍କ କାର୍ଯ୍ୟ କୌଶଳ କ୍ଷେତ୍ରରେ ଅନେକ ବିରୁଦ୍ଧ ଆବାସ ଆସିବା ସହିତ ଯୁକ୍ତିତର୍କ କଳହ ହେବାର ଚାନ୍ସ ରହୁଛି। ଆପଣ ମାନସିକ ସ୍ତରରେ ଦୁଃଖିତ ମଧ୍ୟ ହୋଇପାରନ୍ତି, ଯାହା ବିଛା ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା। ପରିବାର ବର୍ଗ ଏବଂ ବନ୍ଧୁ ବର୍ଗଙ୍କ ସହିତ ଭଲ ସମ୍ବନ୍ଧ ରଖିବା ପାଇଁ ଚେଷ୍ଟା କରନ୍ତୁ। ଆଜି ବିଛା ରାଶି ବ୍ୟକ୍ତି ଯାହାକି ବେପାର ବାଣିଜ୍ୟରେ ଅନେକ ପ୍ରକାର ସମସ୍ୟା ଆସିବା ସହିତ କ୍ଷତି ମଧ୍ୟ ସାମ୍ନା କରିବାକୁ ପଡିପାରେ, ତେଣୁ ଯୋଉମାନେ ଦୈନନ୍ଦିନ ବେପାର ବାଣିଜ୍ୟ କରୁଛନ୍ତି ହାତେ ମାପି ଚାଖେଣ୍ଡେ ଚାଲ ହିସାବରେ କାର୍ଯ୍ୟ କରନ୍ତୁ, ଯାହା ଆପଣଙ୍କ ପାଇଁ ଲାଭଦାୟକ ହେବ। ତେବେ ବିଛା ରାଶି ବ୍ୟକ୍ତି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରନ୍ତୁ, ଅନାବଶ୍ୟକ ଖର୍ଚ୍ଚ ଠାରୁ ନିଜକୁ ଦୂରତା ରଖନ୍ତୁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ବିଛା ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ପୂର୍ବରୁ ଯଦି ସ୍ୱାସ୍ଥ୍ୟ ସମସ୍ୟା ଥିବ ଆଜି ଆହୁରି ଦ୍ୱିଗୁଣିତ ହବାର ଖରାପ ହବାର ଅନେକ ଚାନ୍ସ ରହୁଛି, ତେଣୁ ଏହା ପ୍ରତି ନିଶ୍ଚିତ ସାବଧାନ ରୁହନ୍ତୁ। ଆଜି ବିଛା ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 3। ଭାଗ୍ୟ ରଙ୍ଗ ଆପଣ କମଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ଧନୁ ରାଶି ବ୍ୟକ୍ତିଙ୍କ ବିଷୟରେ। ଧନୁ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ଆପଣ ସଫଳତା ପ୍ରାପ୍ତ କରିବାର ଉତ୍ତମ ଯୁଗ ରହୁଛି। ଆଜି ଧନୁ ରାଶି ବ୍ୟକ୍ତି କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଗ୍ରହ ମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି ଧନୁ ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟ ଅତି ଉତ୍ସାହ ଅତି କ୍ଷଣ ସମୟରେ ସମ୍ପୂର୍ଣ୍ଣ କରିବାର କ୍ଷମତା ଆପଣଙ୍କ ପାଖରେ ଦେଖାଦେବ। ତେବେ ଆଜି ଧନୁ ରାଶି ବ୍ୟକ୍ତି ଯାହାକି ଅଫିସ ଜନିତ କାର୍ଯ୍ୟରେ ଯୋଉମାନେ ଜଡିତ ଥିବେ ସେମାନଙ୍କ ପାଇଁ ଆଜି ଏକ ଯାହାକି ସଫଳତାର ଦିନ। ଆପଣଙ୍କର କାର୍ଯ୍ୟ କୌଶଳ ସମସ୍ତଙ୍କୁ ଦୃଷ୍ଟି ଆକର୍ଷଣ କରିପାରେ, ଯାହା ଧନୁ ରାଶି ବ୍ୟକ୍ତିଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଧନୁ ରାଶି ବ୍ୟକ୍ତି ଆଜି ଆପଣଙ୍କର କାର୍ଯ୍ୟ ଗୁଡିକ ଯାହାକି ପଦୋନ୍ନତି ହବା ସହିତ ନୂତନ କାର୍ଯ୍ୟରେ ମଧ୍ୟ ଯୋଗ ଦେଇ ପାରନ୍ତି, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ଧନୁ ରାଶି ବ୍ୟକ୍ତି ଆଜି ସହକର୍ମୀ ପରିବାର ବର୍ଗ ଏବଂ ଉପରସ୍ଥ କର୍ମଚାରୀ ମଧ୍ୟ ଆପଣଙ୍କୁ ନିଜର କାର୍ଯ୍ୟରେ ସାହାଯ୍ୟ କରିବାର ପୂର୍ଣ୍ଣ ଯୁଗ ବନଉଛି। ଆଜି ଧନୁ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ ଆପଣଙ୍କର ମାନ ସମ୍ମାନ ବୃଦ୍ଧି ହବାର ଅନେକ ଚାନ୍ସ ରହୁଛି। ତେବେ ଧନୁ ରାଶି ବ୍ୟକ୍ତି ଆଜି ଯୋଉମାନେ ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କର ଆଜି ସମ୍ପୂର୍ଣ୍ଣ ଗ୍ରହ ମାନେ ଆପଣଙ୍କୁ ଶୁଭ ଯୁଗ ଦୃଷ୍ଟିରେ ଦେଖୁଥିବାରୁ ଆପଣଙ୍କର ଇଣ୍ଟରଭ୍ୟୁ ଏକ୍ଜାମରେ ଆପଣ ନିଶ୍ଚିତ ଅନେକ ପ୍ରକାର ସଫଳତା ପ୍ରାପ୍ତ କରିପାରନ୍ତି। ଆଜି ଧନୁ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 1। ଭାଗ୍ୟ ରଙ୍ଗ ଆପଣ ହଳଦୀ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା ମକର ରାଶି ବ୍ୟକ୍ତିଙ୍କ ବିଷୟରେ। ମକର ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଉତ୍ତମ ଦିନ ହୋଇନପାରେ, ଅନେକ ପ୍ରକାର ସମସ୍ୟା ସୃଷ୍ଟି ହୋଇପାରେ,
ତେଣୁ ପ୍ରତ୍ୟେକ କାର୍ଯ୍ୟ ଆପଣ ଯୋଜନା ପ୍ରସ୍ତୁତ କରି କାର୍ଯ୍ୟ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ମକର ରାଶି ବ୍ୟକ୍ତି ଦୂରତା ଅବଲମ୍ବନ କରନ୍ତୁ। ଆଜି ମକର ରାଶି ବ୍ୟକ୍ତି ଦୈନନ୍ଦିନ କାର୍ଯ୍ୟରେ ଆପଣ ହତାଶ ହୋଇପାରନ୍ତି। ତତ୍ସହିତ ଅଫିସ ଜନିତ କାର୍ଯ୍ୟରେ ଆପଣଙ୍କର କାର୍ଯ୍ୟଭାର ବଢିପାରେ, ଯାହା ପାଇଁ ମାନସିକ ସ୍ତରରେ ଆପଣ ଦୁର୍ବଳ ଅସ୍ଥିରତା ହୋଇପାରନ୍ତି। ଯାହାକି ଦୂରଯାତ୍ରା କୌଣସି କାର୍ଯ୍ୟ ପାଇଁ ଯାଉଛନ୍ତି, ସେହା ସଫଳତା ହବା ଭାରି କଷ୍ଟକର, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ ମକର ରାଶି ବ୍ୟକ୍ତି ଆଜି ବେପାର ବାଣିଜ୍ୟରେ ଆଶା ଅନୁଯାୟୀ ସଫଳତା ପାଇ ନ ପାରନ୍ତି, ବରଂ କ୍ଷତି ଆପଣଙ୍କୁ ସାମ୍ନା କରିବାକୁ ପଡିପାରେ। ଆଜି ମକର ରାଶି ବ୍ୟକ୍ତି ନୂତନ ବେପାର ବାଣିଜ୍ୟ ନିଷ୍ପତ୍ତି ଠାରୁ ଦୂରତା ଅବଲମ୍ବନ କରିବା ସହିତ ଆପଣ ଧାର ଉଦ୍ଧାର କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବ। ତେବେ ମକର ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ସ୍ୱାସ୍ଥ୍ୟ ଅନେକ ପ୍ରକାର ସମସ୍ୟା ସୃଷ୍ଟି ହୋଇପାରେ, ଯାହା ମାନସିକ ସ୍ତରରେ ଦୁର୍ବଳ ସହିତ ପୂର୍ବରୁ ଯଦି ରୋଗ ସମସ୍ୟା ଥିବ ଆଜି ତାହା ବୃଦ୍ଧି ହବାର ଅନେକ ଚାନ୍ସ ରହୁଛି। ଆଜି ମକର ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 8। ଭାଗ୍ୟ ରଙ୍ଗ ଆପଣ ନୀଳ ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 45% ସାଥ ଦଉଛନ୍ତି। ଏବେ ଚାଲନ୍ତୁ ଜାଣିବା କୁମ୍ଭ ରାଶି ବ୍ୟକ୍ତିଙ୍କ ବିଷୟରେ। କୁମ୍ଭ ରାଶି ବ୍ୟକ୍ତି ଆଜି ସମସ୍ତ ପ୍ରକାର କାର୍ଯ୍ୟରେ ସଫଳତା ପାଇବା ସହିତ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତି ଯେକୌଣସି କାର୍ଯ୍ୟରେ ହାତ ଦିଅନ୍ତୁ ନା କାହିଁ, ସେ କାର୍ଯ୍ୟ ନିଶ୍ଚିତ ସଫଳତା ପାଇବା ସହିତ ପୂର୍ବରୁ ଅଟକି ଯାଇଥିବା କାର୍ଯ୍ୟ ମଧ୍ୟ ଆପଣଙ୍କର ସମ୍ପୂର୍ଣ୍ଣ କ୍ଷଣ ସମୟରେ ହବାର ଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯାହାକି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପାଇଁ ଗ୍ରହମାନେ ଆପଣଙ୍କୁ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି। ଆଜି କୁମ୍ଭ ରାଶି ବ୍ୟକ୍ତି ଅଫିସ ଜନିତ କାର୍ଯ୍ୟରେ ଯଦି କାର୍ଯ୍ୟରତ ଅଛନ୍ତି, ଆପଣଙ୍କର କାର୍ଯ୍ୟ ନିଶ୍ଚିତ ଆପଣଙ୍କୁ ଏକ ଭଲ ସଫଳତା ପ୍ରଦାନ କରିପାରେ। ନୂତନ କାର୍ଯ୍ୟରେ ଯୋଗ ଦେବା ସହିତ ଆପଣଙ୍କର ପଦୋନ୍ନତି ହବାର ଚାନ୍ସ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଯୋଉମାନେ ପ୍ରେମ ଦୁନିଆରେ ଅଛନ୍ତି, ସେମାନଙ୍କର ଆଜି ମଧୁର ବାର୍ତ୍ତାଳାପ କରିବା ପାଇଁ ପୂର୍ଣ୍ଣ ଗ୍ରହମାନେ ଆପଣଙ୍କୁ ସହଯୋଗ କରିବା ସହିତ ନୂତନ ପ୍ରେମ ବାର୍ତ୍ତାଳାପ ଯୋଉମାନେ ଇଚ୍ଛା ବ୍ୟକ୍ତ କରିଛନ୍ତି ତାଙ୍କ ପାଇଁ ଆଜି ଲାଭଦାୟକ ହୋଇପାରେ। ଆଜି କୁମ୍ଭ ରାଶି ବ୍ୟକ୍ତି ବିବାହ ସମ୍ବନ୍ଧରେ କିଛି ଯଦି କଥାବାର୍ତ୍ତା ରଖୁଛନ୍ତି, ତାହା ଆପଣଙ୍କ ପାଇଁ ଭଲ ହେବ, ଯାହା ଆପଣଙ୍କ ଭାଗ୍ୟ ଚକ୍ରରୁ ଜଣା ପଡୁଛି। ତେବେ କୁମ୍ଭ ରାଶି ବ୍ୟକ୍ତି ଆଜି ପରିବାର ବର୍ଗ ବନ୍ଧୁ ବର୍ଗଙ୍କ ସହିତ ଆପଣଙ୍କର ଭଲ ସମ୍ବନ୍ଧ ରହିବ। କୁମ୍ଭ ରାଶି ବ୍ୟକ୍ତି ଯାହାକି ଆପଣଙ୍କର ଅର୍ଥ ସଞ୍ଚୟ କରିବା ସହିତ ପୂର୍ବରୁ ଦେଇଥିବା ଅର୍ଥ ଫେରସ୍ତ ପାଇବାର ପୂର୍ଣ୍ଣ ଯୋଗ ରହୁଛି। ଆଜି କୁମ୍ଭ ରାଶି ବ୍ୟକ୍ତି ଆପଣଙ୍କର ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣ ସମ୍ପୂର୍ଣ୍ଣ ସୁସ୍ଥ ରହିବେ, କୌଣସି ସ୍ୱାସ୍ଥ୍ୟ ସମସ୍ୟା ରହିବ ନାହିଁ ଏବଂ ମାନସିକ ସ୍ତରରେ ମଧ୍ୟ କୁମ୍ଭ ରାଶି ବ୍ୟକ୍ତି ସମ୍ପୂର୍ଣ୍ଣ ସୁସ୍ଥ ରହିବେ। ଆଜି କୁମ୍ଭ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 6। ଭାଗ୍ୟ ରଙ୍ଗ ଆପଣ ଧଳା ରଙ୍ଗ ବ୍ୟବହାର କରିପାରିବେ ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 98% ସାଥ ଦଉଛନ୍ତି। ଚାଲନ୍ତୁ ଜାଣିବା ମୀନ ରାଶି ବ୍ୟକ୍ତିଙ୍କ ବିଷୟରେ। ମୀନ ରାଶି ବ୍ୟକ୍ତି ଆଜି ଦିନଟି ଆପଣଙ୍କ ପାଇଁ ଅନେକ ପ୍ରକାର ବିଫଳତା ସାମ୍ନା କରିବାକୁ ପଡିପାରେ, ତେଣୁ ପ୍ରତ୍ୟେକ କାର୍ଯ୍ୟ ଆପଣ ସାବଧାନ ସହକାରେ କରନ୍ତୁ। ମୀନ ରାଶି ବ୍ୟକ୍ତି କୌଣସି କାର୍ଯ୍ୟ କରିବା ପୂର୍ବରୁ ଯୋଜନା ପ୍ରସ୍ତୁତ କରନ୍ତୁ। କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଠାରୁ ମୀନ ରାଶି ବ୍ୟକ୍ତି ଆଜି ଦୂରତା ଅବଲମ୍ବନ କରନ୍ତୁ। ଦୈନନ୍ଦିନ କାର୍ଯ୍ୟ ଗୁଡିକ ଆଜି ବିଳମ୍ବ ଯୁକ୍ତ ହୋଇପାରେ ଏବଂ ମାନସିକ ସ୍ତରରେ ଆପଣ ଦୁର୍ବଳ ଅସ୍ଥିରତା ହୋଇପାରନ୍ତି। ଆଜି ମୀନ ରାଶି ବ୍ୟକ୍ତି ଯୋଉମାନେ ଚାକିରି ସମ୍ବନ୍ଧରେ କାର୍ଯ୍ୟ କରୁଛନ୍ତି, ଆଜି କାର୍ଯ୍ୟ ତ୍ରୁଟି ହବାର ଚାନ୍ସ ରହୁଛି। ସହଯୋଗ ମିଳିବା ଭାରି କଷ୍ଟକର। ଉପରସ୍ଥ କର୍ମଚାରୀ ଆପଣଙ୍କ ଉପରେ ବିରକ୍ତ ଭାବ ପରିପ୍ରକାଶ କରିପାରନ୍ତି ଆପଣଙ୍କର କାର୍ଯ୍ୟ କୌଶଳ ଦେଖି, ତେଣୁ ଏହା ପ୍ରତି ନିଶ୍ଚିତ ମୀନ ରାଶି ବ୍ୟକ୍ତି ସାବଧାନ ରହିବାର ଆବଶ୍ୟକତା ରହିଛି। ଆଜି ମୀନ ରାଶି ବ୍ୟକ୍ତି ରାଜନୈତିକ ସାମାଜିକ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ମାନେ ଆଜି ଟିକେ ସ୍ଥିରତା ଅବଲମ୍ବନ କରନ୍ତୁ, କାରଣ ଆପଣଙ୍କର ମାନ ସମ୍ମାନ ହାନି ହବାର ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତି ଶିକ୍ଷାର୍ଥୀ ବିଦ୍ୟାର୍ଥୀ ମାନଙ୍କ ପାଇଁ ଆଦୌ ଉତ୍ତମ ଦିନ ହୋଇ ନପାରେ। ଆପଣ ପାଠ ପଢାରେ ଅବହେଳା ଯୁକ୍ତ କରିପାରନ୍ତି। ଆଜି ମୀନ ରାଶି ବ୍ୟକ୍ତି ଯାହାକି ପ୍ରେମ ଦୁନିଆରେ ଯୋଉମାନେ ଜଡିତ ଅଛନ୍ତି, ନିଜ ଭିତରେ ଆପଣଙ୍କର କଳହ ଯୁକ୍ତିତର୍କ ହୋଇପାରେ, ତେଣୁ ଏହା ପ୍ରତି ଧ୍ୟାନ ଦେବାର ଆବଶ୍ୟକତା ସହିତ କୌଣସି ନୂତନ ପ୍ରେମ ବାର୍ତ୍ତାଳାପ ଠାରୁ ଦୂରତା ଅବଲମ୍ବନ କରନ୍ତୁ। ଆଜି ମୀନ ରାଶି ବ୍ୟକ୍ତି ଧାର ଉଦ୍ଧାର କରନ୍ତୁ ନାହିଁ, ଯାହା ଆପଣଙ୍କ ପାଇଁ ଭଲ ହେବେ। ତେବେ ମୀନ ରାଶି ବ୍ୟକ୍ତି ଆଜି ସ୍ୱାସ୍ଥ୍ୟଗତ ଦୃଷ୍ଟିରୁ ଦେଖିଲେ ଆପଣଙ୍କର ବିଭିନ୍ନ ପ୍ରକାର ସ୍ୱାସ୍ଥ୍ୟ ଯଦି ସମସ୍ୟା ଥିବ, ଆଜି ତାହା ଦ୍ୱିଗୁଣିତ ହବାର ଚାନ୍ସ ରହୁଛି। ଆଜି ମୀନ ରାଶି ବ୍ୟକ୍ତିଙ୍କର ଭାଗ୍ୟ ସଂଖ୍ୟା ରହିଛି ଯାହାକି 7। ଭାଗ୍ୟ ରଙ୍ଗ ଆପଣ ହାଲୁକା ହଳଦିଆ ରଙ୍ଗ ବ୍ୟବହାର କରିପାରିବେ
ଏବଂ ଗ୍ରହ ମାନେ ଆପଣଙ୍କୁ ଆଜି 40% ସାଥ ଦଉଛନ୍ତି।